किंतु आमे 2017 ରୁ ପୋଷ୍ଟିଂ ହେଲୁଣି କିନ୍ତୁ ଏପର୍ଯ୍ୟନ୍ତ ଆମକୁ ସରକାର ଆମ କଥା ଶୁଣୁନାହାନ୍ତି। ଆମର ରେଗୁଲାର ପେମେଣ୍ଟ ନାହିଁ। ଆମେ ସମସ୍ତେ ମାନେ ଘର କାମ ଛାଡ଼ି ପିଲାମାନଙ୍କୁ ଛାଡ଼ି ସ୍ୱାମୀମାନଙ୍କ ପଇସାରେ ତାଙ୍କ ପଇସାରେ ଗାଡ଼ିରେ ତେଲ ପକେଇ ଆମେ ସରକାରଙ୍କ ପ୍ରତି ପୁରା ଡେଡିକେଟେଡ। ଆମେ ଜାଣିବାରେ ଆମ କାମ ଆମେ ପ୍ରପରଲି କରୁଛୁ। ଆମେ ଜାଣିଛୁ ଆମେ ଯେମିତି କାମ ଦଉଛୁ ଆପଣ ଆମକୁ ସେମିତି ପେମେଣ୍ଟ ଦିଅନ୍ତୁ। ସମସ୍ୟା ସାର୍ ଆମକୁ ପେମେଣ୍ଟ ଠିକ ଦିଆଯାଉନି। ଧର ଆମେ ଯେତିକି ଦିନ କାମ କରୁ ତା ପେମେଣ୍ଟ ମିଳୁନି। ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ଆଉ ଲାଇଫ ଇନ୍ସୁରାନ୍ସ ଦିଅନ୍ତୁ। ଆପଣ ଯୋଉ ଅଡିଟ ଟିଚର ମାନଙ୍କୁ ଦଉଛନ୍ତି ଅଲଗା ଡିପାର୍ଟମେଣ୍ଟ କୁ ଦଉଛନ୍ତି ତାଙ୍କ କାମ କରିବାକୁ ଦିଅନ୍ତୁ। ଆମକୁ କାମ ଦିଅନ୍ତୁ। ଆମେ ମାଗଣାରେ ଚାକିରି ମାଗୁନୁ। ଆମ କାମ ଆମେ ବେଳେ ବେଳେ ନିଜକୁ ଲଜ୍ଜିତ ବି ମନେ କରୁଛୁ ଆମେ ଏଇ ପ୍ରଫେସନ ଟାକୁ ଚୁଜ କଲୁ କିନ୍ତୁ ପରଫେକ୍ଟଲି ୟାକୁ ଆମେ ଏଥିରେ ଜଡ଼ିତ ହେଇପାରୁନୁ। ଆମେ ଅଲ ଓଡ଼ିଶା ଭିଆରପି ଗୋଟେ ସଂସ୍ଥା ବାହାର କରିଛନ୍ତି ସରକାର ଭିଲେଜ ରିସୋର୍ସ ପର୍सन। ଆମେ ସେଇ ସଂସ୍ଥାର ଅଛୁ ଆଉ ପାଖାପାଖି 10,000 ପାଖାପାଖି ଭିଆରପି ମା ମାନେ ଆମେ ଅଛୁ। ଆଉ କିନ୍ତୁ ଆମେ 2017 ରୁ ପୋଷ୍ଟିଂ ହେଲୁଣି କିନ୍ତୁ ଏପର୍ଯ୍ୟନ୍ତ ଆମକୁ ସରକାର ଆମ କଥା ଶୁଣୁନାହାନ୍ତି। ଆମର ରେଗୁଲାର ପେମେଣ୍ଟ ନାହିଁ। ଆମେ ସାର୍ ଆମେ ଯୋଉ କାମ କରୁଛୁ ସେଟା ସରକାରଙ୍କ ସାଙ୍ଗେ ଡାଇରେକ୍ଟ ଲିଙ୍କ। ଆମେ ଏନଆରଜିଏସ୍ ଅଣ୍ଡରରେ କାମ କରୁଛୁ। ଆଜ୍ଞା ଆମ କାମ ବିଷୟରେ ଜାଣିବା କ'ଣ ଆମକୁ ଯୋଉ ଟ୍ରେନିଂ ଦିଆଯାଉଛି ଆମେ ସାମାଜିକ ସମୀକ୍ଷା କରୁଛୁ। ସରକାରଙ୍କର ଯେକୌଣସି ସଂସ୍ଥା ଯାଉଛି ରୁରାଲ ଏରିଆକୁ ଯାଉଛି ସେ ଏରିଆକୁ ଯୋଉ ଧର 5 ଲକ୍ଷ ଟଙ୍କା ସାଂସନ ହେଲା ଯୋଉ 5 ଲକ୍ଷ ଟଙ୍କା ସାଂସନ ହେଲା ଗୋଟେ ପଞ୍ଚାୟତକୁ ସେ 5 ଲକ୍ଷ ଟଙ୍କାର ଯୋଉ କାମ ସରକାର ଦଉଛନ୍ତି ସେ କାମଟା ହଉଛି କି ନାହିଁ ସେଟା ସରକାର କାମ ଦେଇଦେଲେ ୱାର୍କ ଅର୍ଡର ଦେଇଦେଲେ କାମ ଷ୍ଟାର୍ଟ ହେଇଗଲା। କାମ ଷ୍ଟାର୍ଟର କାମ ଅନଗୋଇଂ ଥିବ ବାକି ବେଳେ ବେଳେ ଗୋଟେ ଗୋଟେ କାମ କମ୍ପ୍ଲିଟ ହେଇଯାଇଥିବ ତାପରେ ଭିଆରପି ମାନଙ୍କୁ ସେଠି ଅଡିଟ ପାଇଁ ପଠା ହଉଛି। ଆମେ ଯିବୁ ଆମର ପ୍ରଥମ କାମ ହେଲା ଆମେ ପଞ୍ଚାୟତ ଅଫିସ ଯିବୁ। ପଞ୍ଚାୟତ ଅଫିସରେ ଆମେ ପ୍ରପରଲି ତାଙ୍କ ଫାଇଲ ସବୁ ଦେଖିବୁ। ଫାଇଲ ଆମର ଯେତିକି ଗାଇଡଲାଇନ ଅନୁସାରେ ଫାଇଲ ତାଙ୍କର ଠିକ ଅଛି କି ନାହିଁ ଫାଇଲରେ ସବୁ ଜିନିଷ ଯେତିକି ରେକର୍ଡ ରହିବା କଥା ରହିଲେ କି ନାହିଁ ତାକୁ ସବୁ ଭେରିଫିକେସନ କରିବୁ। ପ୍ଲସ୍ ସେ ଫାଇଲ ଭେରିଫିକେସନ କରିସାରିଲା ପରେ ଆମେ ସେଇ ଫାଇଲ ବେସିସରେ ସେଇ କାମ ବେସିସରେ ଯିବୁ ଫିଲ୍ଡକି ଯିବୁ। ଫିଲ୍ଡ ମାନେ ସାର୍ କୁହନ୍ତୁନି ଆମେ ସ୍ତ୍ରୀ ଲୋକ ପ୍ରାୟତଃ ଆମେ ପ୍ରାୟ ସମସ୍ତେ 80-90% ହଉଛି ସ୍ତ୍ରୀ ଲୋକ। ଆମେ ସମସ୍ତେ ମାନେ ଘର କାମ ଛାଡ଼ି ପିଲାମାନଙ୍କୁ ଛାଡ଼ି ସ୍ୱାମୀମାନଙ୍କ ପଇସାରେ ତାଙ୍କ ପଇସାରେ ଗାଡ଼ିରେ ତେଲ ପକେଇ ଆମେ ସରକାରଙ୍କ ପ୍ରତି ପୁରା ଡେଡିକେଟେଡ। ଆମେ ଜାଣିବାରେ ଆମ କାମ ଆମେ ପ୍ରପରଲି କରୁଛୁ। ଆମ କାମ ଆମକୁ ସରକାର ଯେତିକି ଦାୟିତ୍ୱ ଦେଇଛନ୍ତି ବରଂ ତା ଦେହରେ ଆମେ 2 ଗୁଣ ମିଶେଇ ଦଉଛୁ କିନ୍ତୁ ମାଇନସ ନାହିଁ। ଗୋଟେ କଥା ସରକାର ମନେ ରଖନ୍ତୁ ମା ମାନେ କେବେ କାହାକୁ ଠକନ୍ତିନି। ସେ ଯାହାକୁ ସବୁ ପୋଷ୍ଟିଂ କରୁଛନ୍ତି ମ୍ୟାକ୍ସିମମ୍ ଆର ମଦର ମାନେ ହାଉସ ୱାଇଫ ମା ମାନେ କେବେ କାହାକୁ ଠକନ୍ତିନି। ଯେହେତୁ ଆମେ ଠକୁନୁ ସେଇଥିପାଇଁ ଆମେ ଠକାମିରେ ପଡ଼ିବାକୁ ବି ଚାହୁଁନୁ। ଆମେ ଜାଣିଛୁ ଆମେ ଯେମିତି କାମ ଦଉଛୁ ଆପଣ ଆମକୁ ସେମିତି ପେମେଣ୍ଟ ଦିଅନ୍ତୁ। ପେମେଣ୍ଟ କ'ଣ କୁହନ୍ତୁ ଆପଣ ଗୋଟେ କାମ କରୁଛନ୍ତି ମୁଁ ନିଜେ ଗୋଟେ ମୋ ସ୍ୱାମୀ ମୋ ଶ୍ୱଶୁର ଜଣେ ଚାଷୀ ଆମର କାମ ସରିଲା ପରେ 4ଟା ବାଜି ନଥିବ ଲେବର ମାନେ ଆସିବେ ପେମେଣ୍ଟ ପାଇଁ। ଆମେ ଯୋଉ କାମ ଆମକୁ ଦିଆଯାଉଛି ବର୍ଷକରେ 6 ମାସକୁ ଥରେ ଆମେ ଅଡିଟ ଯାଉଛୁ। ତାମାନେ ବର୍ଷକରେ 2 ଥର ହେଲା 2 ଥରରେ 6 ମାସରେ 21 ଦିନ କାମ କରିବୁ ପ୍ଲସ୍ ଆଉ ଗୋଟେ 6 ମାସରେ 21 ଦିନ କାମ କରିବୁ ଟୋଟାଲ 42 ଦିନ ଆମେ କାମ କରୁଛୁ। କିନ୍ତୁ ସାର୍ ଦୁଃଖର କଥା ଆମେ 42 ଦିନ କାମ କରୁଛୁ ଘର ଛାଡ଼ି ମାନେ କେତେ ପ୍ରୋବ୍ଲେମ ଫେସ୍ କରି ଫିଲ୍ଡ ଭିଜିଟ କରି ସିଏ ତ ସାର୍ ବହୁତ କଥା ପଞ୍ଚାୟତରେ ଯୋଉମାନେ ଆମେ ପଞ୍ଚାୟତକୁ ଯାଉଛୁ ଯୋଉମାନଙ୍କୁ ଆପଣ ଦେଇଛନ୍ତି ସବୁ କାମ ଦେଇଛନ୍ତି ସେମାନେ କ'ଣ ସାର୍ ସହଜ ଲୋକ? ତାଙ୍କୁ ଆମେ ଫେସ୍ କରିକି ତାଙ୍କଠୁ ପଇସା ରିକଭରି ଆଣୁଛୁ। ସେମାନେ ଏଇ କାମ କାହିଁକି କରିନାହାନ୍ତି ଏଇ କାମଟା କରିବା ଉଚିତ ସିଆଇବି ଲଗାନ୍ତୁ ଲୋକଙ୍କୁ ଇନଫର୍ମେସନ ଦିଅନ୍ତୁ ଏସବୁ ଲଗେଇକି ସାର୍ ଆମେ ସରକାରଙ୍କୁ କହିବୁ ବହୁତ ଚେଞ୍ଜିଂ ଅଛି। ଯୋଉ ପଞ୍ଚାୟତକୁ ଆମେ ଫାଷ୍ଟ ଟାଇମ ଯାଇଥିଲୁ ଧର ସେକେଣ୍ଡ ଟାଇମ ଥାର୍ଡ ଟାଇମ ଆମେ ସେ ପଞ୍ଚାୟତକୁ ଯାଇ ଚେଞ୍ଜିଂ ହେଇଛି ସାର୍। ଯୋଉ ରୋଡ ହେଇନଥିବ ସେଇଟା ପଇସା ସାଂସନ କରି ହେଇଛି ସିଆଇବି ଧର ହେଇନଥିବ ହଉଛି ବହୁତ ଚେଞ୍ଜିଂ ହେଇ ସାର୍। ଏଇଟା ସରକାରଙ୍କର ଭୁଲ ପଦକ୍ଷେପ ନୁହଁ। ସରକାରଙ୍କର ଭଲ ଯିଏ ଯୋଉ ଦାର୍ଶନିକ କି ମନସ୍ତତ୍ତ୍ୱବିଦଙ୍କ ପରାମର୍ଶ ନେଇକି ଏଇ କାମଟା ତିଆରି ହେଇଛି ଏଇ ସ୍କିମଟା କରାହେଇଛି ଭୁଲ କରାହେଇନି। ସରକାର ଭୁଲ ନିଷ୍ପତ୍ତି ନେଇନାହାନ୍ତି କିନ୍ତୁ ସାର୍ ଠିକ ଦେବା ସମସ୍ୟା ସାର୍ ଆମକୁ ପେମେଣ୍ଟ ଠିକ ଦିଆଯାଉନି। ଧର ଆମେ ଯେତିକି ଦିନ କାମ କରୁ ତା ପେମେଣ୍ଟ ମିଳୁନି। କାମ ବଢୁନି ସେତିକି ଦିନ କାମରେ ସାର୍ ଆମେ ଚଳିବୁ। ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ଆଉ ଲାଇଫ ଇନ୍ସୁରାନ୍ସ ଦିଅନ୍ତୁ। ଆମେ କେତେ ମାନେ ଘାଟି ଏରିଆ ହଉ
प्रोजेक्ट आम तापर आम बहुत टार्गेट रो शिकार भी हो सर आम स्त्री लोक टार्गेट शिकार धर फील्ड रे फाइल अनुसार मैच रे काम हेनी आम से कंप्लेन उठेलु लोक जाउछन भारी पूरा स्पॉट ऊपर को तुम्हें कहीं आसीच ए काम विषय तुम्हें जानी न आम से धर से पचारचु एटा मेसीन रे काम होईची ना जॉब कार्ड धरी काम करछदी आमे सार पूरा माने पूरा फेस करछु बहुत प्रॉब्लम फेस करछु तथापि आमे सरकार को काम रे टिके भी अवहेला करिनु साधारण लोकों पे लड़ाई करछु वन टाइप ऑफ सोशल काम करछु सोशल वर्क इट होची किन सार पेट तो पोसिबा दरकार ना केते लोक आ ऊपर डिपेंडेंट माने हमको 365 दिन काम दरकार सरकार जो कन्फ्यूज अछंती जे हमको काम देबे कि नाही भीतर कन्फ्यूज अछंती कन्फ्यूज रे सर कौन से कारण नाही काम अछि आपण जो ऑडिट टीचर मान को दउचंती अलगा डिपार्टमेंट को दउचंती तांको तांको काम करबा को दियंतु हमको काम दियंतु हम मागणा रे चाकरी मागुनु आगे दरमा बढ़ी गेला किंतु आमे तापर आमे परिश्रम करी करी के हमर पैसा नाही सर सेटा होला हमर दाबी स्थायी नियुक्ति दियंतु लाइफ इंश्योरेंस दियंतु हम रेगुलर पेमेंट सर कहंतनी बहुत कथा सुनिबा को पडुची घर सुनिया मिले पेमेंट तो आसु ना तुम रेगुलर पेमेंट ना आई कार्ड ना तुम तो यूनिफॉर्म ना मो हजबैंड को बहुत क्वेश्चन तुम यूनिफॉर्म ना तुम आई कार्ड ना तुम कौ बेसिस दरमा केते पाउछ तार ग्यारंटी नहीं तुम कौ बेसिस रे जाउछ काम करबा को तुम डेली मजूरी बेसिस रे काम करछ किंतु मजूरी नहीं सर एटा हला बड़ दुखर विषय सरकार एति आमको सहयोग करूँ आम भी सरकार को कम साटिस्फाई करूँ आप सरकार आमको जहाँ ऑर्डर दौरान से अनुसार आम करूँ किंतु प्लीज सरकार आम कथा शुणु एत माँ आम पढ़ीचु बर्तमान पिलांकर सब एग्जाम आम पिला छाड़ी आसुँ कौन ठीक हो सर एवं रिसेंट आम सीएसए करके आसिलु क्लस्टर सोशल ऑडिट करके आसिलु स्कूल सब करके आसिलु आम आम काम पूरा परफेक्टली करछु सर किंतु से सही अनुसार सरकार आमको पेमेंट कर सरकार विरोध में आम नुह किंतु सरकार लोक मान सरकार बोले कहले तो आम सरकार आम मंगल जहाँ विधानसभा निष्पत्ति होउची ऊपर मंडल जहाँ निष्पत्ति होउची आम होउची किंतु सर आम तो विफल हो जाउछु ना हमको पेमेंट मिलुना आम परिश्रम अनुसार पाउनु पैसा आम प्लीज सेटा टी सैंक्शन करंतु निश्चय निश्चय सर मिलुची गाँव मिलुची तमे कोठी चाकरी करछ तम ऑफिस कोठी आ तमर की काम एते दिन जाउछ पुणी कोन जाउन एमिति बहुत क्वेश्चन फेस करिया पड़ुची पब्लिक रे भी बहुत फेस करिया पड़ुची आम काम आम बेले बेले निजक लज्जित भी मन कर प्रोफेशन टाक चूज कलु किंतु परफेक्टली आम माने आम एथरे जड़ित हो पारुनु आम कहि पारुनु जे वी आर वीआरपी वीआरपी कहले भी सरकार गोटे स्कीम करिसेंती तापे कोनोसी एडवर्टाइज नाही कि कोनोसी इन्फॉर्मेशन नाही वीआरपी गोटे ग्रुप अछि विलेज रिसोर्स पर्सन क्लस्टर सोशल ऑडिटर गोटे ग्रुप अच्छी आम सरकार मिशन शक्ति की प्राधान्य दौरान कि आम भी से मिशन शक्ति ही जाइचु ना जो एजुकेटेड लेडी सब अच्छा आमको किसी सर जीवा आसवा कौन सुविधा ना आमर किसी है सर बहुत प्रॉब्लम दे जाओ आप चिंता कर गोटे स्त्री लोक बिल बाड़ी मझिकी श्मशान देखा जीव पोखरी देखा जीव बड़ बड़ रास्ता देखा जीव रास्ता घाटी एरिया जो कलाहांडी फलाहांडी एरिया सेपटे पहाड़ एरिया सेपटे बाघ भालू सब अच्छा सब जगह जीवा कौन सर सहज आम तथापि जाऊँ कारण गोटे आशा रोचे सरकार आमको सांक्शन करेंगे आमको माने आम प्रोत्साहन देवे आम पारिश्रमिक आमको देवे यही आशा आम पढ़ीचु आम आशा करूँ सरकार आम आशा पूरण करूँ।